ସକାଳୁ ଉଠିକିନା ମୋର ବାପା ମୋତେ ଛାଡ଼ି ନେଲେ ଷ୍ଟେସନକେ କାଁ ଯେ କି ମୁଇଁ ଯାଉଛେଁ ବୋଲି। ମୁଇଁ ବସଲା ବେଲକେ କିଏ ବି ନେଇ ଆସିଥାଇ, ପୁରା ଥାର୍ଡ ଏସି ପୁରା ଖାଲି। ରେଲୱେ ତରଫରୁ ଚାଦର ଦୁଇଟା ଆସିଥିଲା। ଟ୍ରେନ ରୋକଲା କେ ମୁଇଁ ରାୟଗଡ଼ାନୁ ଖାନା ଟିକେ ଆନିଗଲି ବାହାରକେ। ଖାନା ଆନଲି। ଖାନା ଖୁବ୍ ବେକାର ଥିଲା, ଖୁବ୍ ଘଟିଆ। ଇ ଧଲା ଚାଦର ମାନେ ଯେନ୍ତା ପଡ଼ିଥିଲା, ଲାଷ୍ଟ ଘର ଆସିଲା ଭଳିଆ ଲାଗୁଥିଲା। ସବୁଆଡେ ଧଲା ଧଲା। ସକାଳୁ ଭୁବନେଶ୍ୱର ଖେଟଲି କ୍ରିଷ୍ଣା ଆର ମୁଇଁ ବାହାରି ଗଲୁ ସେ ସାଙ୍ଗ ଘର ଗାଁ ଲାଗି। ଆଗେ ବଢିଆ ବ୍ରିଜ ଗୋଟେ ପଡଲା, ଭଲ ଆସୁଥିଲା ଭ୍ୟୁ। ଫିର ଆମେ ଖେଟୁ ଜଲେଶ୍ଵର ତାଙ୍କ ଷ୍ଟେସନରୁ ଆର ଗୋଟେ ବସ୍ ଧରିକିନା ତାକର ଗାଁ ଯିବାଟା। ତ ସେ ବସ୍ ବି ଯାହା ହଉ ସିଟ୍ ଟିକେ ମିଳିଲା। କୃଷ୍ଣା ଭାଇ ଟିକେ ଘରେ ରାନ୍ଧୁଥିଲେ ତ ଆମେ ଦୁଇ ଲୋକ ବାହାରି ଗଲୁ ଟିକେ ମାର୍କେଟ। ମାର୍କେଟ ଆସିଲାକେ ଟିକେ ଆସିଛୁ ନା ତ ବିଚ୍ ଟିକେ ବୁଲିକିନା ପଲଉ ବେଲୁ ଆର ବୁଲିକିନା ପଲାନୁ। ତାର ଘରେ ଗୋଟେ ଭଲ ନେଟ୍ ଲଗେଇଥିଲା, ଏସକେ ବସ ଝୁଲ ଆରାମସେ ମଜା ଲାଗିଗଲା ପୁରା ନେଚର ଏରିଆ। ଫିର ରାତି ଆଡେ ଟିକେ ବାହାରନୁ ବିଚ୍ ଆଡେ। ବିଚ୍ ପୁରା ଖାଲି, କିଏ ନେଇନା। ବାହାରୁଥିଲୁ ବର୍ଷା ମାରଲା, ଟିକେ ଅଟକି ଗଲୁ, ବର୍ଷା ଛାଡଲାକେ ଫିର ପଲାନୁ ଘର। ଆର ଥରେ ଭେଟ ଆମ ଆର ଗୋଟେ ବ୍ଲଗ ନେ, ଏତକି ବେଲ ଲାଗି ବାय ବାୟ।